ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ପ୍ରଫୁଲ୍ଲ କର ମ୍ୟୁଜିକାଲ ନାଇଟ୍ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ସାଧନାଶ୍ରମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ପ୍ରତିମା କର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପୃଥ୍ୱୀରାଜ ପଣ୍ଡାଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଦେବବ୍ରତ ଜେନା ଏବଂ ମୁଖ୍ୟ ବକ୍ତା ଭାବେ ଚକ୍ଷୁ ବିଶେଷଜ୍ଞ ରାଜ କିଶୋର ପଣ୍ଡା ଯୋଗଦେଇ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ପ୍ରଫୁଲ୍ଲ କରଙ୍କ ଅବଦାନକୁ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ତବଲା ବାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କୁ ପଦ୍ମଶ୍ରୀ ପ୍ରଫୁଲ୍ଲ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁନୀଲ ନାୟକ, ଦେବବ୍ରତ ଜେନା, ମୋନାଲିସା ଦାସ, ସୃଜନ ପ୍ରଜ୍ଞାପତିଙ୍କ ସମେତ ବହୁ ବରିଷ୍ଠ କଣ୍ଠଶିଳ୍ପୀମାନେ ଯୋଗଦେଇ ପ୍ରଫୁଲ୍ଲ କରଙ୍କ ସୁମଧୁର ସଙ୍ଗୀତ ଗାନ କରି ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଯାଜପୁର ସହରର ବହୁ ବୁଦ୍ଧିଜୀବୀ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ସୁମଧୁର ସଙ୍ଗୀତର ମଜା ଉଠାଇଥିଲେ। ପ୍ରୋଗ୍ରାମ କରିବାର ଉଦ୍ଦେଶ୍ୟ ହେଲା ଯେଉଁ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କର ପିଲାଟି ଦିନରୁ ଆମର ମାର୍ଗଦର୍ଶକ ଥିଲେ। ତାଙ୍କ ଗୀତକୁ ନେଇକି ଆମେ ଆଜି ସମାଜରେ ତିଷ୍ଠିଛୁ। ସେ ଯେଉଁ ତାଙ୍କ ରଚନା, ତାଙ୍କ ସ୍ୱର ସଂଯୋଜନା ଏବଂ ସଙ୍ଗୀତ ନିର୍ଦ୍ଦେଶନା, ସେ ଗୀତ ବହୁ ବିରଳ। ଆଜି ଧୀରେ ଧୀରେ ସେଭଳି ଗୀତ ଆମେ ପାଉନାହୁଁ ଏବଂ ସେଇ ଗୀତ ଗୁଡ଼ିକୁ ପୁଣି ମନେ ପକାଇବା ପାଇଁ, ଦୋହରାଇବା ପାଇଁ ଆମେ ଚେଷ୍ଟା କରିଛୁ। ଏହି ସଙ୍ଗୀତ ସାଧନାଶ୍ରମ ଆନୁକୂଲ୍ୟରେ ଯେଉଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର ସଙ୍ଗୀତ ସନ୍ଧ୍ୟା କରାହେଉଛି, ଯେ ବିଗତ ଦିନର ଅଭୁଲା ସ୍ମୃତିର ଯେଉଁ ଗୀତ ସେଗୁଡ଼ିକ ମାନେ ଉଜ୍ଜୀବିତ ହେଉଛି, ପୁଣି ଦର୍ଶକଗଣ ତାକୁ ଗ୍ରହଣ କରୁଛନ୍ତି ଏବଂ ଏହି ଗୀତକୁ ଆମର ବର୍ତ୍ତମାନର ପିଢ଼ି ପୁଣି ଆଗକୁ ନେବେ, ସେଥିପାଇଁ ଉଦ୍ୟମ। ସ୍ୱର୍ଗତ ପ୍ରଫୁଲ୍ଲ କରଙ୍କର 27ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଯାଜପୁର ସୁନାମଧନ୍ୟ ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ସାଧନାଶ୍ରମ ତରଫରୁ ଆଜି ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ସେଥିରେ ପ୍ରଫୁଲ୍ଲ କର 70 ଦଶକରୁ ଯେଉଁ ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାଙ୍କର ପ୍ରଖ୍ୟାତ ଗୀତଗୁଡ଼ିକୁ ଆଜି ଅତି ସୁନ୍ଦର ଭାବରେ ଏଠି ଉପସ୍ଥାପନ କରାଯାଉଛି। ମୂଳ ଲକ୍ଷ୍ୟ ରହୁଛି ଆମର ଓଡ଼ିଶାର ପୁରୁଣା ଗୀତ, ପୁରୁଣା ସଂସ୍କୃତିକି ମନେ ପକାଇବା ଏବଂ ଯୁବପିଢ଼ି, ଆଗାମୀ ଯୁବପିଢ଼ି ଯେଉଁ ଗୀତ ସବୁ ଜାଣି ନାହାନ୍ତି ସେଇମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇଏ ଗୋଟେ ନିଆରା କାର୍ଯ୍ୟକ୍ରମ। ଏହିଭଳି ଭାବରେ ସଙ୍ଗୀତ ସାଧନାଶ୍ରମ ବି ଅକ୍ଷୟ ମହାନ୍ତିଙ୍କର ସ୍ମୃତିରେ ତାଙ୍କର ପୁରୁଣା ଗୀତକୁ ନେଇକରି କାର୍ଯ୍ୟକ୍ରମ କରେ। ଏହି ପ୍ରକାର ଯେଉଁ ପ୍ରୟାସ ଜାରି ରହିଛି, ସେଥିରେ ଅଳ୍ପ ସଂଖ୍ୟକ ଏଠି ସଙ୍ଗୀତ ଶୁଣୁଥିଲେ ବି ଏହା ନିଶ୍ଚିନ୍ତ ଭାବରେ ଆଗାମୀ ଯୁବପିଢ଼ି ପାଇଁ ଏକ ପ୍ରେରଣା ହେବ ଏବଂ ଲୋକ ବୁଝିବେ ଯେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାର ସଙ୍ଗୀତ କେତେ ମହାନ ଥିଲା। ଏହାକୁ ଅନୁଭବ କରିବା ପାଇଁ ଯେଉଁ ପ୍ରୟାସ ଜାରି କରାଯାଇଛି ସଙ୍ଗୀତ ସାଧନାଶ୍ରମ ତରଫରୁ, ତେଣୁ ତାଙ୍କୁ ଆମେ ହୃଦୟ ତରଫରୁ ସାଧୁବାଦ ଜ୍ଞାପନ କରୁଛୁ।